ପିଲା ହୁଅନ୍ତୁ କିମ୍ବା ନିଜେ ବାହାରର ଜଙ୍କ ଫୁଡ୍ ଫାଷ୍ଟ ଫୁଡ୍ ଖାଇବା ଅପେକ୍ଷା ଥରେ ଘରେ ଅତି ସହଜରେ ବିନା ଓଭନରେ ଏଇଭଳି ପନିର ଷ୍ଟଫ୍ଡ ବ୍ରେଡ୍ ତିଆରି କରି ଖାଆନ୍ତୁ। ତା ପରଠୁ ନିଶ୍ଚୟ ବାହାରୁ ଆଣିବା ପାଇଁ ଭୁଲିଯିବେ। ଥରେ ଘରେ ଏଇଭଳି ପନିର ଷ୍ଟଫ୍ଡ ବ୍ରେଡ୍ ପିଲା ଖାଇଲେ ନା ସପ୍ତାହକୁ 3-4 ଥର ଡିମାଣ୍ଡ କରିବେ ତିଆରି କରିବା ପାଇଁ। ଆଉ ସେଇଟା ବି ଆପଣ ଖୁସି ଖୁସି ବି ତିଆରି କରିବେ, କାହିଁକି ନା ଇଏ ଏତେ ସହଜରେ ତିଆରି ହେଇଯାଉଛି। ତାହେଲେ ଜଲ୍ଦି ଜଲ୍ଦି ଆସନ୍ତୁ ମୋର ଫାଣ୍ଟାଷ୍ଟିକ୍ ରେସିପିଟି ଦେଖିଦେବା। ଆରେ ସବସ୍କ୍ରାଇବ୍ କରିଦେଇଛନ୍ତି ତ? କରିନାହାନ୍ତି? ତାହେଲେ ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ, ଯାହାଦ୍ୱାରା ମୋର ନ୍ୟୁ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିଯିବ। ମୁଁ ବ୍ରେଡ୍ ପାଇଁ ଏଠି ଗୋଟେ ବାଉଲରେ ପୁରା ଫୁଲ୍ କପ୍ ମଇଦା ନେଇଛି। ତା ସହିତ 1 ସ୍ପୁନ୍ ରିଫାଇନ୍ ଅଏଲ୍, 1 ସ୍ପୁନ୍ ଚିନି, ହାଫ୍ ସ୍ପୁନ୍ରୁ କମ୍ ଲୁଣ, ତା ସହିତ ହାଫ୍ ସ୍ପୁନ୍ ବେକିଂ ପାଉଡ଼ର, ହାଫ୍ ସ୍ପୁନ୍ ବେକିଂ ସୋଡ଼ା, ଆଉ ତା ସହିତ 1/4 କପ୍ ଦହି। ୟାକୁ ଆଗ ମିଶାଇ ଦେବା, ଚକଟିବା। ତାପରେ ଯେତିକି ପାଣି ରିକ୍ୱାରମେଣ୍ଟ ଆମେ ସେଇ ଅନୁସାରେ ପାଣି ପକାଇକି ଆମେ ଚକଟିବା। ଆମ ଡୋଟି ଆମେ ଯେଉଁ ଭଳିଆ ତିଆରି କରିବା, ଆମେ ରୁଟି ଯେଉଁ ଭଳିଆ ଡୋ ତିଆରି କରୁଛେ ତାଠୁ ଟିକିଏ ପାଣିଆ ଡୋ ତିଆରି କରିବା। ଉପରେ ଆଉ ଟିକିଏ ତେଲ ହାତ ହେଇ ଆମେ ତାକୁ ଘୋଡ଼େଇକି ରଖିଦେବା। ବ୍ରେଡ୍ରେ ଷ୍ଟଫିଂ ତିଆରି କରିବା ପାଇଁ ଗୋଟେ କରେଇ ଗରମ କରି ମୁଁ ଏଠି 3 ଚାମଚ ରିଫାଇନ୍ ଅଏଲ୍ ନେଇଛି। ତା ଦେହରେ ମୁଁ ଗୋଟେ ପିଆଜକୁ ପୁରା କ୍ୟୁବ୍ ସାଇଜ୍ର ବଡ଼ ବଡ଼ ସାଇଜ୍ କାଟିକି 1 ମିନିଟ୍ ଭାଜିଦେଲା ପରେ ପୁଣି ଗୋଟେ କ୍ୟାପ୍ସିକମ୍ ତା ସହିତ ଅଳ୍ପ ଟିକେ ଲୁଣ ନେଇ ପୁଣି ୟାକୁ ଆମେ ଆଉ 1 ମିନିଟ୍ ଭାଜି ନେବା, ଯେମିତି କ୍ୟାପ୍ସିକମ୍ର ଟିକେ ନରମ ଅଂଶ ଆସିଯିବ। ତାପରେ ମୁଁ ଏଠି ପନିର 100 ଗ୍ରାମ ରଖିଥିଲି, ତାକୁ ମଧ୍ୟ ଛୋଟ ଛୋଟ କ୍ୟୁବ୍ରେ କାଟି ନେଇଛି। ତା ସହିତ ମୁଁ ଏଠି ନେଇଛି ମ୍ୟାଗି ମସଲା ପାଉଡ଼ର 1 ଚାମଚ ଆଉ ଚିଲି ପାଉଡ଼ର ହାଫ୍ ସ୍ପୁନ୍ରୁ କମ୍। ଏସବୁକୁ ଆମେ ମିଶାଇ ନେବା। ଚିଲି ପାଉଡ଼ର ଆପଣ ଆପଣଙ୍କ ପସନ୍ଦ ହିସାବରେ ନେବା। ତା ସହିତ ମୁଁ ଏଠି ନେଇଛି ସୋୟା ସସ୍ 2ରୁ 3 ଡ୍ରପ୍, ଚିଲି ସସ୍ ଅଧ ଚାମଚ ଆଉ ଟମାଟୋ ସସ୍ 1 ଚାମଚ। ଏସବୁକୁ ଦେଇ ଆମେ ମିଶାଇ ଦେବା। ଟିକେ ତାକୁ 2ରୁ 3 ମିନିଟ୍ ଭାଜିଦେବା, ଯେମିତି ଆମର ଷ୍ଟଫ୍ଟି ପୁରା ଟିକେ ସୁଖା ସୁଖା ହେଇଯିବ। ଦେଖନ୍ତୁ କେମିତି ମୋର ହେଇଗଲା। ବ୍ରେଡ୍ ପାଇଁ ଷ୍ଟଫିଂ ତିଆରି ହେଇଗଲା, ସେପଟେ ଆମେ ବ୍ରେଡ୍ ପାଇଁ ଡୋ ବି ତିଆରି କରିଦେଇଛେ। ଦେଖନ୍ତୁ ମୋ ଡୋଟି ଏବେ ଏତିକି ସମୟ ଭିତରେ ପୁରା ଫୁଲି ଯାଇଛି। ବର୍ତ୍ତମାନ ମୁଁ ଗୋଟେ ପ୍ଲେଟ୍ରେ 2 ଚାମଚ ବଟର ନେଇଛି, ତା ସହିତ ଗୋଲମରିଚ ଅଳ୍ପ ଟିକେ ଆଉ ଅରେଗାନୋ ଅଳ୍ପ କିଛି, ତା ସହିତ ବହୁତ ସାରା ଧନିଆ ପତ୍ର କାଟିକି ମିଶାଇ ଦେଇଛି। ଭଲ ଭାବେ ମିଶାଇ ଦେବା, ନହେଲେ ଟିକେ ନାକୁ ଗ୍ୟାସ୍ରେ ଗରମ କରିଦେଲେ ଆମ ବଟରଟି ତରଳିଯିବ। ୟାକୁ ମିଶାଇ ସାରିଲା ପରେ ଆମ ଡୋରୁ ଗୋଟେ ବଡ଼ ଗୁଳା ଆଣି ତାକୁ ଆଗ ଅଟାକୁ ସ୍ପ୍ରିଙ୍କଲ୍ କରି ତାକୁ ଏଇଭଳି ବେଲିବା। ପୁରା ପତଳା ବେଲିବା ଦରକାର ନାହିଁ, ହାଲକା ବେଲି ଦେଖନ୍ତୁ ମୁଁ କେଉଁ ସାଇଜ୍ର ବେଲୁଛି। ତାପରେ ଗୋଟେ ପଟ ଫାଳରେ ଆମେ ଯେଉଁ ବଟର ଆଉ ଧନିଆ ପତ୍ରର ପେଷ୍ଟ ତିଆରି କରିଥିଲେ ତାକୁ ଦେବା। ମୁଁ ଆଉ ଗୋଟେ ଫାଳରେ ଦେଉଛି ପିଜ୍ଜା ସସ୍ କିଛି ଟିକେ ଦେଇ ଦେଉଛି। ପିଜ୍ଜା ସସ୍ ଆଉ ବଟରର ସ୍ପ୍ରେଡ଼ିଂଟା ଦେଲା ପରେ ଆମ ବ୍ରେଡ୍ଟି ଦେଖିବେ ବହୁତ ଫ୍ଲେଭରଫୁଲ୍ ହେବ। ତାପରେ ଆମେ ଯେଉଁ ଷ୍ଟଫିଂ ତିଆରି କରିଥିଲେ ତାକୁ ଆମେ ଦେଇଦେବା, ଦେଇକି ତାକୁ ଓଲଟେଇକି ଏଇଭଳି ଆମେ ଚାପିଦେବା। ଡୋଟି ଆମେ ଶୁଖିଲା କରିନଥିଲେ, ଟିକେ ପାଣିଆ ପାଣିଆ ଥିଲା, ତା ସହିତ ଫୁଲି ବି ଯାଇଛି। ତେଣୁ ହାତ ସହଜରେ ଆମେ ତାକୁ ଏମିତି ଚାରିପଟୁ ଭଲ ଭାବରେ ଚାପିଦେବା। ହେଲା ପରେ ଆମେ ଯେଉଁ ବଟର ଆଉ ଧନିଆ ପତ୍ରର ଗୋଟେ ପେଷ୍ଟ ତିଆରି କରିଥିଲେ ତାକୁ ମଧ୍ୟ ଏମିତି ଉପରେ ଟିକେ ସ୍ପ୍ରେଡ୍ କରିଦେବା, ଯେମିତି ଉପରଟା ଭଲ ଭାବେ କୁକ୍ ହେଇଯିବ। ତାପରେ ଏମିତି ଟିକେ ଆମେ କଟ୍ ଲଗାଇଦେବା। ଆମ ବ୍ରେଡ୍ଟି ସୁନ୍ଦର ଦିଶିବ ଆଉ ଭିତର ବି ବଢ଼ିଆ ଭାବେ କୁକ୍ ହେଇଯିବ। ମୁଁ ଏଠି ଆଉ ଗୋଟେ ଆଲୁମିନିୟମ୍ ପ୍ଲେଟ୍ ନେଇ ତା ଉପରେ ଟିକେ ଅଏଲ୍କୁ ଗ୍ରୀସ୍ କରି ନେଇଛି। ଆମର ଯେଉଁ ବ୍ରେଡ୍କୁ ଆମେ ତିଆରି କରିଥିଲେ ତାକୁ ଆମେ ୟା ଉପରକୁ ଧୀରେ କିଣି ଟ୍ରାନ୍ସଫର୍ କରି ଆଣିବା, ନହେଲେ ଆମର ଫାଟିଯିବ। ଏଇଟାକୁ କରିବା ବେଳେ ଟିକେ କସସ୍ଲି କରିବେ। ଏଠି ମୁଁ ଆଗରୁ ଗୋଟେ ନନ୍ଷ୍ଟିକ୍ ପ୍ୟାନ୍କୁ ପ୍ରିହିଟ୍ କରିଦେଇଥିଲି। ସେଇ ବ୍ରେଡ୍କୁ ଆମେ ୟା ସହିତ ଟ୍ରାନ୍ସଫର୍ କରିଦେବା, ପୁଣି ତାକୁ ଘୋଡ଼େଇ ଦେବା। ଏକଦମ ଲୋ ଫ୍ଲେମ୍ରେ ଆମେ 20 ମିନିଟ୍ ପର୍ଯ୍ୟନ୍ତ ୟାକୁ କୁକ୍ କରିବା। ଆଉ 20 ମିନିଟ୍ ପରେ ମୁଁ କଭର୍ ଖୋଲିକି ଦେଖାଉଛି। ୱାଓ, ଆମର ବ୍ରେଡ୍ଟି କେତେ ସୁନ୍ଦର ଭାବେ କଲର୍ ହେଇଯାଇଛି ନା। ଆଉ ତାକୁ ମୁଁ ନାଇଫ୍ ବି ଇନସର୍ଟ କରିକି ଦେଖେଇଲି, ଆମର ବି ପୁରା ବଢ଼ିଆ ଭାବେ ହେଇଯାଇଛି। ଟିକେ ଥଣ୍ଡା ହେଲା ପରେ ତାକୁ ଗୋଟେ ପ୍ଲେଟ୍କୁ ବାହାର କରି ଆଣିବା। ଉପରେ ଆଉ ଟିକେ କଲର୍ଫୁଲ୍ ଆଉ ଟିକେ ଟେଷ୍ଟି ହେବା ପାଇଁ ମୁଁ ଆଉ ଟିକେ ପିଜ୍ଜା ସସ୍ ଲଗାଇ ଦେଇଛି। ଦେଖନ୍ତୁ ତ ଆମର ପନିର ଷ୍ଟଫ୍ଡ ବ୍ରେଡ୍ କେତେ ସୁନ୍ଦର ହେଇଯାଇଛି। ମୁଁ ୟାକୁ କାଟିକି ବି ଦେଖାଉଛି। ଦେଖନ୍ତୁ ଭିତର ବି କେତେ ସଫ୍ଟ ହେଇଛି, ଫୁଲିଛି ଆଉ କଲର୍ଫୁଲ୍ ବି ହେଇଛି। ଆଉ ଫ୍ଲେଭର ସବୁ ବି ବହୁତ ଟେଷ୍ଟି ହେଇଛି। ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିଦେବେ।